ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନର ଅମୂଲ୍ୟ 23 ବର୍ଷ ଉତ୍ସର୍ଗ କରି ଅବସର ଗ୍ରହଣ ପରେ ସିନାପାଲି ବ୍ଲକ ଅନ୍ତର୍ଗତ ଉପାନ୍ତ ନଙ୍ଗଲବୋଡ଼ ଗ୍ରାମର ବୀରପୁତ୍ର ଅତବଳ ମାଝୀ ଯେତେବେଳେ ନିଜ ଜନ୍ମମାଟିକୁ ଫେରିଲେ ସେତେବେଳେ ସମଗ୍ର ଗ୍ରାମ ତାଙ୍କୁ ବୁକୁ ଭରି ସ୍ୱାଗତ ଓ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଦୃଶ୍ୟ କେବଳ ଜଣେ ଅବସରପ୍ରାପ୍ତ ଯବାନଙ୍କ ସ୍ୱାଗତ ନୁହେଁ, ବରଂ ଦେଶ ପାଇଁ ନିଜ ଯୌବନ ଓ କର୍ମ ଜୀବନ ଉତ୍ସର୍ଗ କରିଥିବା ଜଣେ ବୀର ସନ୍ତାନଙ୍କ ପ୍ରତି ଜନସାଧାରଣଙ୍କ ଅକୁଣ୍ଠ କୃତଜ୍ଞତାର ପ୍ରତୀକ ଥିଲା। ସ୍ୱର୍ଗତ ଚୈତୁ ମାଝୀଙ୍କ ପୁତ୍ର ଅତବଳ ମାଝୀ 22 ମାର୍ଚ୍ଚ 2003ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଯୋଗଦେଇ ପ୍ରଥମେ ଝାଡ଼ଖଣ୍ଡର ରାଞ୍ଚିରେ ପୋଷ୍ଟିଂ ପାଇଥିଲେ। ପରବର୍ତ୍ତୀ ସମୟରେ 181 ବଟାଲିୟନ ଶ୍ରୀନଗର ସମେତ ଦେଶର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ନିଷ୍ଠା, ସାହସ ଓ ଶୃଙ୍ଖଳାର ସହ କର୍ତ୍ତବ୍ୟ ପାଳନ କରିଥିଲେ। ଦୀର୍ଘ 23 ବର୍ଷର ଗୌରବମୟ ସେବା ପରେ ସେ 31 ଜୁଲାଇ 2026ରେ ଅବସର ଗ୍ରହଣ କରିଥିଲେ। ଅବସର ପରେ ତାଙ୍କ ଗାଁକୁ ଫେରିବା ଖବର ପ୍ରଚାରିତ ହେବା ମାତ୍ରେ ନଙ୍ଗଲବୋଡ଼ ଓ ଆଖପାଖ ଅଞ୍ଚଳରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା। ପୁରୁଣା ସେବାଶ୍ରମ ଛକରୁ ବାହାରିଥିବା ବିଶାଳ ଶୋଭାଯାତ୍ରା ଗାଁର ପ୍ରମୁଖ ରାସ୍ତା ପରିକ୍ରମା କରିଥିଲା। ଢୋଲ, ନିଶାନ, ଫୁଲମାଳ, କରତାଳି ଓ ଭାରତ ମାତା କି ଜୟ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ଗ୍ରାମବାସୀ ନିଜ ବୀରପୁତ୍ରକୁ ଫୁଲବର୍ଷା କରି ସମ୍ମାନର ସହ ପାଛୋଟି ଆଣିଥିଲେ। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମାଜସେବୀ ଦାତୁ ଖାନ୍, ଯିଶୁରାମ ବୈଠାରୁ, ଖଗେଶ୍ୱର ମାଝୀ, ଡିଙ୍ଗର ମାଝୀ, ନିରାକାର ସାହୁ, ନେପାଳ ମାଝୀ, ଇରଫାନ ଖାନ୍, ଇମରାନ ଖାନ୍, ଜଗମନ ମାଝୀ, କ୍ଷୀରସିନ୍ଧୁ ମାଝୀ, ସୁଲତାନ ଖାନ୍ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହାଛଡ଼ା ସହପାଠୀ, ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତି ସମାରୋହକୁ ଆହୁରି ଗୌରବମୟ କରିଥିଲା। ଅତବଳ ମାଝୀଙ୍କ ଦୀର୍ଘ 23 ବର୍ଷର ଦେଶସେବା ପ୍ରମାଣ କରିଛି ଯେ ମାତୃଭୂମି ପାଇଁ କରାଯାଇଥିବା ତ୍ୟାଗ କେବେ ବୃଥା ଯାଏ ନାହିଁ। ଜନ୍ମ ମାଟିରେ ମିଳିଥିବା ଏହି ସମ୍ମାନ କେବଳ ତାଙ୍କ ବ୍ୟକ୍ତିଗତ ଗୌରବ ନୁହେଁ, ବରଂ ସମଗ୍ର ନୂଆପଡ଼ା ଜିଲ୍ଲା ପାଇଁ ଗର୍ବର ବିଷୟ। ତାଙ୍କର ସାହସ, ଶୃଙ୍ଖଳା ଓ କର୍ତ୍ତବ୍ୟନିଷ୍ଠା ଆଗାମୀ ପିଢ଼ି ପାଇଁ ଦେଶ ପ୍ରେମର ଏକ ଉଜ୍ଜ୍ୱଳ ପ୍ରେରଣା ହୋଇ ରହିବ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ସଠିକ୍ ନ୍ୟୁଜ୍।